ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଚର୍ଚ୍ଚ ବିଜାର ଲାଗିଲେ କ'ଣ କରିବେ? ପ୍ରାର୍ଥନା ବିଜାର ଲାଗିଲେ କ'ଣ କରିବେ? ବାଇବଲ ପଢ଼ିବାଟା ବିଜାର ଲାଗିଲେ କ'ଣ କରିବେ? ପ୍ରିୟମାନେ, ଆଜି ଏହି ବିଷୟରେ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଅନେକ ଜଣ ଅଛନ୍ତି, ସେମାନେ କହନ୍ତି ଚର୍ଚ୍ଚ ମୋତେ ବିଜାର ଲାଗୁଛି, ବାଇବଲ ପଢ଼ିବାକୁ ମୋତେ ବିଜାର ଲାଗୁଛି, ପ୍ରାର୍ଥନା କରିବାକୁ ମୋତେ ବିଜାର ଲାଗୁଛି। ଏହି ପ୍ରକାର ପ୍ରଶ୍ନ ଗୁଡ଼ିକ ଆଉ ଏହି ପ୍ରକାର ବିଷୟ ଗୁଡ଼ିକ ସେମାନଙ୍କ ଜୀବନରେ ଘଟୁଛି। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଚର୍ଚ୍ଚ ବିଜାର ଲାଗିଲେ କ'ଣ କରିବେ? ଚର୍ଚ୍ଚ ବିଜାର ଲାଗିଲେ ଫିଲ୍ମ ଯିବେ କି? ପ୍ରାର୍ଥନା ବିଜାର ଲାଗିଲେ ମୋବାଇଲ ଦେଖିବେ କି? ଆପଣଙ୍କୁ କହିବା ପାଇଁ ଚାହେଁ, ଚର୍ଚ୍ଚ ବିଜାର ଲାଗିଲେ ମଧ୍ୟ ଚର୍ଚ୍ଚ ହିଁ ଯାଆନ୍ତୁ। ପ୍ରାର୍ଥନା ବିଜାର ଲାଗିଲେ ପ୍ରାର୍ଥନା ହିଁ ଯାଆନ୍ତୁ। ବାଇବଲ ପଢ଼ିବାକୁ ବିଜାର ଲାଗିଲେ ବାଇବଲ ହିଁ ପଢ଼ନ୍ତୁ। କାରଣ ଫିଲ୍ମ ଯିବା, ମୋବାଇଲ ଦେଖିବା, ସାଙ୍ଗ ସହିତ ବୁଲିବା, ଏସବୁ ଆମମାନଙ୍କ ନିମନ୍ତେ ବିପଦର ବିଷୟ ଅଟେ। ଆମେ ବାଇବଲରେ ଆମେ ଏହି ପ୍ରକାର ଅନେକ ବ୍ୟକ୍ତିଙ୍କୁ ଆମେ ଦେଖୁଛୁ, ଯେଉଁମାନେ କି ଚର୍ଚ୍ଚ ବିଜାର ଲାଗିଲା, ପ୍ରଭୁଙ୍କର ସହଭାଗିତା ବିଜାର ଲାଗିଲା, ସେମାନେ ସେ ସବୁ ଛାଡ଼ିକିନା ଦୁନିଆକୁ ଗଲେ ଆଉ ସେମାନେ ନଷ୍ଟ ହୋଇଗଲେ। ଗୋଟେ ବ୍ୟକ୍ତିଙ୍କର ଦୁଇଟା ପୁଅ ଥିଲା। ଯୀଶୁଖ୍ରୀଷ୍ଟ ନିଜେ କହିଲେ, ଗୋଟେ ବ୍ୟକ୍ତିଙ୍କର ଦୁଇଟା ପୁଅ ଥିଲା। ସାନ ପୁଅ କହିଲେ, ମୋତେ ବିଜାର ଲାଗୁଛି ଘର, ମୁଁ ଆପଣଙ୍କ ସହିତ ରହିପାରିବି ନାହିଁ। ଆପଣଙ୍କର ନୀତି ନିୟମ କାନୁନ ଗୁଡ଼ିକ ମୋତେ ବିଜାର ଲାଗିଲାଣି। ମୁଁ ମୋର ନିଜ ଇଚ୍ଛା ଅନୁସାରେ ବଞ୍ଚିବା ପାଇଁ ଚାହେଁ। ମୁଁ ଫିଲ୍ମ ଯିବି, ମୁଁ ଡିସ୍କୋ ଯିବି, ମୁଁ ମଦ ପିଇବି, ମୁଁ ବ୍ୟଭିଚାର କରିବି, ମୁଁ ଯାହା ବି ମୁଁ କରିବି, ମୋତେ ବିଜାର ଲାଗୁଛି, ମୋତେ ମୋ ଭାଗର ଦେଇଦିଅ, ମୁଁ ପଳେଇ ଯିବି। ଏହି ପ୍ରକାର ଭାବରେ ସେ ମାଗିଲା, ଆଉ ସେ ନେଲା, ଆଉ ଗଲା। ଆଉ ଶେଷରେ କ'ଣ ହେଲା ଦେଖାଯାଉଛି, ଲୁକ 15 ଅଧ୍ୟାୟ ଏହାର 15 ପଦରେ, ସେଥିରେ ସେ ଯାଇ ସେ ଦେଶର ଜଣେ ଲୋକଙ୍କ ପାଖକୁ ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠାଇଲା। ପୁଣି ଘୁଷୁରିମାନେ ଯେଉଁ ସିମ ଖାଇଲେ, ସେଥିରେ ସେ ଆପଣାର ପେଟ ପୂରାଇବାକୁ ବାଞ୍ଚା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉନଥିଲେ। ଦେଖନ୍ତୁ, ଆକୁ ପ୍ରଭୁଙ୍କର ଘର, ଚର୍ଚ୍ଚ ସହଭାଗିତା ବିଜାର ଲାଗିଲା। ଯେଉଁ ବିଜାର ଲାଗୁଛି, ସେହି ସମୟରେ ସେ ଚର୍ଚ୍ଚ ଛାଡ଼ି ପଳାଇ ଯାଉଛି, ସହଭାଗିତା ଛାଡ଼ି ପଳାଇ ଯାଉଛି, ବାପାଙ୍କ ଘରକୁ ଛାଡ଼ି ପଳାଇ ଯାଉଛି। ପ୍ରିୟମାନେ, ଆପଣମାନେ କହିବା ପାଇଁ ଚାହେଁ, ଚର୍ଚ୍ଚ ବିଜାର ଲାଗିଲେ ବି ଚର୍ଚ୍ଚ ଯାଆନ୍ତୁ, ଫିଲ୍ମ ଯାଆନ୍ତୁ ନାହିଁ, ବୁଲିବାକୁ ଯାଆନ୍ତୁ ନାହିଁ। ବାଇବଲ ବିଜାର ଲାଗିଲେ ମଧ୍ୟ ବାଇବଲ ହିଁ ପଢ଼ନ୍ତୁ। ଅନ୍ୟ ବିଷୟରେ ଆପଣଙ୍କର ଜୀବନ ସୁରକ୍ଷା ନାହିଁ। ପ୍ରାର୍ଥନା ବିଜାର ଲାଗିଲେ ମଧ୍ୟ ପ୍ରାର୍ଥନା ହିଁ କରନ୍ତୁ, କାରଣ ତାଠୁ ଆଉ ଭଲ ବିଷୟ ନାହିଁ। ଚର୍ଚ୍ଚ ଠାରୁ ଭଲ ବିଷୟ ନାହିଁ, ବାଇବଲ ଠାରୁ ଭଲ ବିଷୟ ନାହିଁ, ପ୍ରାର୍ଥନା ଠାରୁ ଭଲ ବିଷୟ ନାହିଁ। ଏଇ ସାନ ପୁଅ କ'ଣ କଲା? ସିଏ ଆଉ ବିଜାର ଲାଗୁଛି, ସବୁ ଧନ ସମ୍ପତ୍ତି ଧରି ଗଲା, କଦାଚାରରେ ଉଡ଼େଇଲା, ଦୁର୍ଭିକ୍ଷ ପଡ଼ିଲା। ଏହାପରେ ଲାଷ୍ଟକୁ ଘୁଷୁରି ମାଲିକ ହେଉଛି। ଘୁଷୁରି ଖାଇବାଟା ଅଣ୍ଟୁ ନାହିଁ। ଘୁଷୁରି ମାନେ କ'ଣ ଖାଆନ୍ତି? ଭଲ ଜିନିଷ ଖାଆନ୍ତି କି ଖରାପ ଜିନିଷ ଖାଆନ୍ତି? ଆଉ ସେଇ ଖାଇବାଟା ମଧ୍ୟ ଅଣ୍ଟୁ ନାହିଁ। କାହିଁକି? କାରଣ ଆକୁ ବାପାଙ୍କ ଘର ପସନ୍ଦ ନାହିଁ। ବାପାଙ୍କ ସହିତ ଥାନ୍ତା, ତାହେଲେ ଏହି ପ୍ରକାର ପରିସ୍ଥିତି କେବେ ହେଲେ ହେଇନଥାନ୍ତା। ଆଜି ଯେଉଁମାନେ କହୁଛନ୍ତି ମୋ ଚର୍ଚ୍ଚ ବିଜାର ଲାଗୁଛି, ଯଦି ଆପଣ ଚର୍ଚ୍ଚ ଛାଡ଼ି ଆପଣ ବାହାରକୁ ଯିବେ, ଆପଣଙ୍କ ପରିସ୍ଥିତି ମଧ୍ୟ ସେମିତି ହେବ। ଆପଣ ମଧ୍ୟ ସେହି ପ୍ରକାର ହଇରାଣରେ ପଡ଼ିବେ। ଏହା କାହାକୁ ଡରାଇବା ପାଇଁ ଆମେ କହୁନାହୁଁ, ମାତ୍ର ଚର୍ଚ୍ଚ ବିଜାର ଲାଗିଲେ ବି ଚର୍ଚ୍ଚ ଯାଆନ୍ତୁ। କାରଣ ଆମର ପ୍ରାଣ ରକ୍ଷା ଯଦି କରିବାର ଅଛି, ତାହେଲେ ଆମକୁ ମଣ୍ଡଳୀରେ ରହିବାର ଅଛି, ସହଭାଗିତା ରହିବାର ଅଛି। ଏହି ସ୍ଥାନରେ ହିଁ ଆମେ ସୁରକ୍ଷିତ ରହିପାରିବୁ। ଏହି ସ୍ଥାନରେ ହିଁ ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ। ଯଦି ବାଇବଲ ଆପଣଙ୍କୁ ବିଜାର ଲାଗୁଛି, ବାଇବଲ ହିଁ ପଢ଼ନ୍ତୁ, କାରଣ ସେଇଟା ହେଉଛି ଆମମାନଙ୍କର ଅନନ୍ତ ଜୀବନର ବାକ୍ୟ ରହିଅଛି। ସେହି ବାକ୍ୟ ଆମମାନଙ୍କ ଆତ୍ମାର ଆହାର ଅଟେ। ତାପରେ ସେ କ'ଣ ହେଉଛି 15-17ରେ, ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଛି। ଯଦି ଆପଣ ବାପାଙ୍କ ଘରକୁ ଛାଡ଼ିବେ, ସହଭାଗିତା ଛାଡ଼ିବେ,
ତାହେଲେ କ'ଣ ହେବ? ଭୋକରେ ମରିବେ। ମୋତେ ବିଜାର ଲାଗୁଛି, ମୋତେ ଭଲ ଲାଗୁନାହିଁ, ମୁଁ ଏଠି ରହିବି ନାହିଁ, ମୁଁ ବାହାରକୁ ଯିବି। ଦେଖନ୍ତୁ, ଏଇ ବ୍ୟକ୍ତି ଆମମାନଙ୍କ ନିମନ୍ତେ ଗୋଟିଏ ଜୀବନ୍ତ ଉଦାହରଣ ସ୍ୱରୂପେ ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଦୃଷ୍ଟାନ୍ତ ସେ ଆମମାନଙ୍କୁ ଦେଇଛନ୍ତି। ଯେଉଁମାନେ ସହଭାଗିତା ଛାଡ଼ି ବାହାରକୁ ଯାଇଛନ୍ତି ସେମାନଙ୍କର ଅବସ୍ଥା କି ପ୍ରକାର ହେଇଛି। ସେଥିପାଇଁ ଆପଣଙ୍କୁ ଯେତେ ବିଜାର ଲାଗିଲେ ମଧ୍ୟ ଚର୍ଚ୍ଚ ହିଁ ସୁରକ୍ଷିତ ଜାଗା। ଆପଣଙ୍କୁ ଯେତେ ବିଜାର ଲାଗିଲେ ହିଁ ବାଇବଲ ଆପଣଙ୍କର ଆତ୍ମାର ଆହାର ଅଟେ। ପ୍ରାର୍ଥନା ହିଁ ପରମେଶ୍ୱରଙ୍କ ସହିତ ସହଭାଗିତା କରିବାର ମାଧ୍ୟମ ଅଟେ। ଆମେ ଯଦି ପଢ଼ିବା ଲୁକ 10:30 ଯୀଶୁ ସେ ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଜେରୁସାଲେମରୁ ଜେରିକୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼େଇ ନେଇ ଓ ମାଡ଼ ମାରି ତାହାକୁ ଦରମଲା ଅବସ୍ଥାରେ ଛାଡ଼ି ଚାଲିଗଲେ। କହିବା ପାଇଁ ଚାହେଁ ଆପଣମାନଙ୍କୁ, ଯେଉଁ ସମୟରେ ଆମେ ଅସୁବିଧାରେ ଥିଲୁ, କଷ୍ଟରେ ଥିଲୁ, ରୋଗରେ ଥିଲୁ, ସମସ୍ୟାରେ ଥିଲୁ, ସେହି ସମୟରେ ଆମକୁ ସିନେମା ହଲ୍ ଉଦ୍ଧାର କରିବା ପାଇଁ ଆସିଲା ନାହିଁ। ଆମମାନଙ୍କର ହ୍ୱାଟ୍ସଅପ୍, ମୋବାଇଲ, ଫେସବୁକ୍, ଏହିସବୁ ସୋସିଆଲ ମିଡ଼ିଆ ଆମକୁ ଉଦ୍ଧାର କରିବା ପାଇଁ ଆସିଲା ନାହିଁ। ସେହି ସମୟରେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମକୁ ଉଦ୍ଧାର କରିବାକୁ ଆସିଲେ। ଏହି ବ୍ୟକ୍ତି ଦରମଲା ଅବସ୍ଥାରେ ପଡ଼ିଥିଲା। ସେହି ସମୟରେ ସେହି ବାଟରେ ଯାଜକ ଗଲେ, ଯାଜକ ଉଦ୍ଧାର କଲେ ନାହିଁ। ଲେବିୟ ଗଲେ, ଲେବିୟ ଉଦ୍ଧାର କଲେ ନାହିଁ। ମାତ୍ର ସେହି ବାଟରେ ଜଣେ ସମୀରଣୀୟ ଲୋକ ଗଲେ। ଉତ୍ତମ ସମୀରଣୀୟ ବୋଲି ଆମେ ତାହାକୁ କହୁ। ସେ ଉତ୍ତମ ସମୀରଣୀୟ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଆମକୁ ଉଦ୍ଧାର କରନ୍ତି। ସେ ଦେଖିଲେ, ଦୟାରେ ବିଗଳିତ ହେଲେ, ଏ ପୁଅଟା ଛଟପଟ ହେଉଛି, ଏଇ ଝିଅଟା ଛଟପଟ ହେଉଛି। ସେଥିପାଇଁ ସେ ତାହାକୁ ନିଜର ସେ ଗଧରେ ବସେଇ ପାନ୍ଥଶାଳାକୁ ଆଣିଲେ, ଚର୍ଚ୍ଚକୁ ଆଣିଲେ, ସହଭାଗିତାକୁ ଆସିଲେ। ବାହାରେ ଦରମଲା ଅବସ୍ଥାରେ ପଡ଼ିଥିଲେ। ଯେଉଁମାନେ ଆଜି ମଧ୍ୟ ଆପଣଙ୍କୁ ଯେଉଁ ସମୟରେ ଆବଶ୍ୟକ ପଡ଼ିବ, ଆପଣଙ୍କର କୌଣସି ପ୍ରକାର ମଜ ମଜଲିସ୍ ବିଷୟ ଆପଣଙ୍କୁ ଉଦ୍ଧାର କରିବା ପାଇଁ ଆସିବ ନାହିଁ। କେବଳ ପ୍ରଭୁ ହିଁ ଆପଣଙ୍କୁ ଉଦ୍ଧାର କରିବାକୁ ଆସିବେ। ପ୍ରଭୁ ହିଁ ଆପଣଙ୍କୁ ରକ୍ଷା କରିବେ। ପ୍ରଭୁ ହିଁ ଆପଣଙ୍କର ଉଦ୍ଧାର ନିମନ୍ତେ ସେ ଜୀବନ ଦେଇଛନ୍ତି। ସେଥି ନିମନ୍ତେ ଚର୍ଚ୍ଚ ବିଜାର ଲାଗିଲେ ଚର୍ଚ୍ଚରେ ରୁହନ୍ତୁ, ଅନ୍ୟ ଛାଡ଼ିକିନା ଯାଆନ୍ତୁ ନାହିଁ। ବାଇବଲ ବିଜାର ଲାଗିଲେ ବାଇବଲ ହିଁ ପଢ଼ନ୍ତୁ, କାରଣ ତାହା ହିଁ ପରମେଶ୍ୱରଙ୍କ ଦ୍ୱାରା ଲିଖିତ ଏକମାତ୍ର ପୁସ୍ତକ ଅଟେ। ଯେଉଁ ପୁସ୍ତକ କି କୋଟି କୋଟି ଲୋକଙ୍କର ପ୍ରଶ୍ନର ଉତ୍ତର ଦେଉଛି, ସମସ୍ୟାର ସମାଧାନ କରୁଛି, ସ୍ୱର୍ଗ ଯିବା ନିମନ୍ତେ ମାର୍ଗ ପ୍ରଦର୍ଶନ କରୁଅଛି, ତାହା ହିଁ ଆମମାନଙ୍କ ନିମନ୍ତେ ଉପଯୁକ୍ତ ଅଟେ। ସେଥିପାଇଁ ଆଜିଠୁ କୁହନ୍ତୁ ନାହିଁ, ମୋତେ ପ୍ରାର୍ଥନା ବିଜାର ଲାଗିଲେ ମୁଁ ପ୍ରାର୍ଥନା ହିଁ ଯିବି। ମୋତେ ବାଇବଲ ପଢ଼ିବାକୁ, ବାଇବଲ ପଢ଼ିଲେ ନ ବୁଝିପାରିଲେ ମଧ୍ୟ ମୁଁ ବାଇବଲ ହିଁ ପଢ଼ିବି। ପ୍ରାର୍ଥନା କରିବା ସମୟରେ ମୋତେ ନିଦ ଲାଗିଲେ ମୁଁ ପ୍ରାର୍ଥନା ହିଁ କରିବି। ବିଜାର ଲାଗିଲେ ପ୍ରାର୍ଥନା ହିଁ କରିବି, କାରଣ ତାଠୁ ଭଲ ବିଷୟ ଦୁନିଆରେ କିଛି ନାହିଁ। ସେଥିପାଇଁ ଆସନ୍ତୁ ଆମମାନେ ନିଜ ନିଜ ଜୀବନକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା। ଆମମାନଙ୍କର ବିଜାର ଲାଗିଲେ କ'ଣ ବାହାରେ ଯାଇକିନା ଆମେ ଏଣ୍ଟରଟେନମେଣ୍ଟ କରିବା, ମନୋରଞ୍ଜନ କରିବା ଆଉ ନର୍କ ଆଡ଼କୁ ଯିବା? ଆମେ ଆସନ୍ତୁ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ। ତୁମେ ବାକ୍ୟ ଦ୍ୱାରା କଥା କହିବା ପରମେଶ୍ୱର। ମୁଁ ତୁମକୁ ଗୌରବ ଉପରେ ଗୌରବ ଦିଏ, କାରଣ ତୁମେ ଅତି ସ୍ପଷ୍ଟ ଭାବରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ। ଆଜି ଅନେକ ଯୁବା ଯୁବତୀମାନଙ୍କର ପ୍ରଶ୍ନ ପ୍ରଭୁ ତୁମେ ଦୟାକରି ଉତ୍ତର ତୁମେ ଦେଇଛ। ଧନ୍ୟବାଦ। ସେମାନେ ଯେ ପ୍ରକାର ସହଭାଗିତାରେ ବାଇବଲରେ ପ୍ରାର୍ଥନାରେ ଲାଗି ରହିବେ ତୁମେ ଅନୁଗ୍ରହ ପ୍ରଦାନ କର। ଜଗତ ଆଡ଼କୁ ଯାଇ ସାନ ପୁଅ ପରି ସେ ଯେ ପ୍ରକାର ହଇରାଣରେ ନ ପଡ଼ିବେ, ସେ ଶେଷରେ ଚେତନା ପାଇ ପ୍ରଭୁ ତୁମ ନିକଟକୁ ଫେରିଲା। ପ୍ରଭୁ, ମୁଁ ତୁମକୁ ପ୍ରାର୍ଥନା କରେ, ଯେଉଁମାନେ ଚେତନା ପାଇନାହାନ୍ତି ସେମାନେ ଚେତନା ପାଇ ତୁମ ନିକଟକୁ ଫେରିବେ ଆଉ ନିଜ ଜୀବନକୁ ତୁମେ ସମର୍ପଣ କରିବେ। ଅନୁଗ୍ରହ ପ୍ରଦାନ କର ପ୍ରଭୁ। ସବୁ ସମୟରେ, ସବୁ ପରିସ୍ଥିତିରେ ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣୁଛ। ଆଜି ମଧ୍ୟ ତୁମେ ପ୍ରାର୍ଥନା ଶୁଣିଛ। ସେଥିପାଇଁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରିବେ, ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା। ଯେଉଁ ସନ୍ଦେଶ ଭଲ ଲାଗିଛି ତାହେଲେ ଆପଣମାନେ ସାଙ୍ଗସାଥି ବନ୍ଧୁବର୍ଗକୁ ଆପଣମାନେ ସେୟାର କରିବେ, ଯାହାଦ୍ୱାରା କି ସେମାନେ ମଧ୍ୟ ଏହି ସନ୍ଦେଶ ଶୁଣି ପ୍ରଭୁଙ୍କ ଠାରେ ଲାଗି ରହିପାରିବେ। ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।